ଆପଣ ଯଦି ଏମିତି ତରକାରୀ କରିନାହାନ୍ତି ଥରେ କରିକି ନିଶ୍ଚୟ ଦେଖନ୍ତୁ। ସତ କହୁଛି ସାଙ୍ଗମାନେ, ଏମିତି ମାଛ ତେଲ ଝାଳ ଯଦି କରିବେ ଥରେ ନା, ଆପଣ ଥାଳି ଜାଗାରେ 2 ଥାଳି ଭାତ ଖାଇବେ। ମୁଁ ରଞ୍ଜିତା ଖୁସି ବ୍ଲଗ୍କୁ ଆପଣଙ୍କୁ ସ୍ୱାଗତ କରୁଛି। ତ ଏ ମାଛ ତେଲ ଝାଳ ପାଇଁ ମୁଁ ଦେଖନ୍ତୁ ଗୋଟେ ବଡ଼ ରୋହି ମାଛ ନେଇଯାଇଛି, ତାକୁ ଭଲସେ ଧୋଇକି ସଫା କରିଦେଇଛି। ତାପରେ ତା ସହିତ ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ସୋରିଷ ତେଲ ଦେଇକି ଭଲସେ ମୁଁ ମ୍ୟାରିନେଟ୍ କରିଦେଇଛି। ଗୋଳେଇ ଗୋଳାକି ଭଲସେ ଯେମିତି ସବୁ ମାଛରେ ସମାନ ପ୍ରକାର ଲୁଣ ହଳଦୀ ଲାଗିବ ସେଇ ଟାଇପ୍ର ଗୋଳେଇବେ। କାହିଁକିନା ମାଛର ସମାନ ଭାବରେ ଲୁଣ ହେଲେ ମାଛର ପଶିଲେ ମାଛର ଟେଷ୍ଟ ଭଲ ଆସେ। ତ ଏଇ ମାଛକୁ କଞ୍ଚା ମାଛରେ ବି କରାଯାଏ। ଆମେ ଟିକେ ଫ୍ରାଏ କରିନେବା ମାଛକୁ। ତ ସେଥିପାଇଁ ଦେଖନ୍ତୁ ମୁଁ ସୋରିଷ ତେଲ ଦେଇଦେଲି। ସୋରିଷ ତେଲରେ ହିଁ ରେସିପିଟା ବନେଇବେ। ସୋରିଷ ତେଲରେ ବନେଇଲେ ୟାର ଟେଷ୍ଟଟା ଆସେ। ତ ମାଛ ଗୁଡ଼ାକ ମୁଁ ହାଲକା ହାଲକା ଭାଜି ନେମି। ଦେଖନ୍ତୁ ଖାଲି ଟିକେ ଟିକେ ଲାଲ ହେଲା ରକମ ଭାଜିମି। ବେଶୀ କଡ଼ା କରିବାନି ମାଛ। ବେଶୀ କଡ଼ା କଲେ ମାଛର ତେଲ ଝାଳର ତାର ଟେଷ୍ଟଟା ଆସେନି। ତ ମୁଁ ସବୁ ମାଛକୁ ଓଲଟେଇ ଦେନି। ତାପରେ ମାଛ ଆମର ଦେଖନ୍ତୁ ହେଇ ଆସିଲାନି। ତ ଆମେ ଏବେ ମାଛକୁ ସବୁ ଗୋଟେ ଗୋଟେ କରି କାଢ଼ି ନେବା। ମାଛକୁ ହାଲକା ହାଲକା କାଢ଼ିବେ, ନହେଲେ ମାଛ ଭାଙ୍ଗି ଯିବାର ଚାନ୍ସ ଅଛି। କାହିଁକିନା ଆମେ ବେଶୀ ପୁରା କ୍ରିସ୍ପି କରିକି ଭାଜିନେ ନା, ସେଥିପାଇଁ ପୁରା ଧୀରେ ଧୀରେ କାଢ଼ିବେ। ଦେଖନ୍ତୁ ଆମର ଏବେ ମାଛ ଭଜା ସବୁ ହେଇଗଲା। ଏଇ ରେସିପି ପାଇଁ ମୁଁ କ'ଣ କ'ଣ ମସଲା ନେଇଛି ଚାଲନ୍ତୁ ଦେଖିବା। ଦେଖନ୍ତୁ ମୁଁ ନେଇଗଲି ଏଠି ରସୁଣ, ଅଦା ଖଣ୍ଡେ, ଲଙ୍କା, ଶୁଖିଲା ଲଙ୍କା, ଆପଣ ଚାହିଁଲେ କଞ୍ଚା ଲଙ୍କା ନେଇପାରିବେ। ଆଉ ରାଗ ଆପଣ ଯେମିତି ଖାଆନ୍ତି ସ୍ୱାଦ ଅନୁସାରେ ରାଗ ନେବେ। ମୁଁ ଏଠି ନେଇଛି 2ଟା ଶୁଖିଲା ଲଙ୍କା, ପିଆଜ ଆଉ ସୋରିଷ। ଚାଲନ୍ତୁ ଏବେ ଗ୍ରାଇଣ୍ଡ କରିକି ଆଣିବା। କାଟିଲା ଭିତରେ ଏପଟେ ଦେଖନ୍ତୁ କଡ଼ା ଗରମ ହେଇଗଲା। ତ ମୁଁ ସେ ସୋରିଷ ତେଲ ଦେଇଦେନି। ସୋରିଷ ତେଲ ଦେଇକି ତା ସାଙ୍ଗରେ 5 ଫୁଟଣ ଟିକେ ପକାଇଦେନି। ତାପରେ ବଟା ହେଇଥିବା ମସଲାକୁ ପକାଇ ଦେଇନି। ତାପରେ ଲୁଣ ହଳଦୀ ଦେଇକି ଭଲସେ ଟିକେ କଷିବା। ମସଲା ଦେଖନ୍ତୁ ଆମର କଷିଗଲାନି। ଏହା ଭିତରେ ଯଦି ଆପଣଙ୍କୁ ରେସିପିଟି ଭଲ ଲାଗୁଛି ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ଟା ନିଶ୍ଚୟ କରିଦେବେ। ଆଉ ଯଦି ଯିଏ ମୋ ଚ୍ୟାନେଲ ନୂଆ ଥିବେ ସେ ବେଲ୍ ବଟନ୍ଟି ଦବାଇ ଦେବେ। ମସଲା ହେଇଗଲା। ମସଲା ହେଇଗଲା ପରେ ଦେଖନ୍ତୁ ଧୋଇକି ପାଣିଟା ପକାଇଦେନି। ତାପରେ ଆମ୍ବୁଲ ଦେବେ। ଏଠି ମୁଁ ଆମ୍ବୁଲ ଗୋଟେ ପକାଇଛି, ମାନେ ଖଟା ଅନୁସାରେ ହିଁ ଆମ୍ବୁଲ ଦିଆହେବ। ତାପରେ ମାଛ ଯାକୁ ଗୋଟା ଗୋଟା କରି ଫୁଟିଗଲା ପରେ ମାଛ ଗୋଟା ଗୋଟା କରି ଆମେ ପକାଇଦେଲେ ବହୁତ ଅଳ୍ପ ସମୟରେ ରେସିପିଟି ହେଇଯାଏ। ଆଉ ଯିଏ ଜଲ୍ଦି କରିବା ପାଇଁ ଚାହୁଁଥିବ ଏ ରେସିପିଟି ନିଶ୍ଚୟ ଟ୍ରାଏ କରିବେ। କଞ୍ଚା ଲଙ୍କା ଟିକେ ପକାଇଦେବା। କଞ୍ଚା ଲଙ୍କାର ତାର ଫ୍ଲେଭରଟା ବହୁତ ଭଲ ଆସେ। ସେଥିପାଇଁ ମୁଁ ଦେଖନ୍ତୁ କଞ୍ଚା ଲଙ୍କା ଦେଇଦେଲି। ଆଉ ଲେମ୍ବୁର ଫ୍ଲେଭରଟା ବି ବହୁତ ଭଲ ଆସେ। ସେଥିପାଇଁ ମୁଁ ଫାଳ ଲେମ୍ବୁ ତା ସହିତ ଚୁପୁଡ଼ି ଦେନି। ହଁ ସାଙ୍ଗମାନେ, କଞ୍ଚା ସୋରିଷ ତେଲ ଉପରେ ଦେବା ପାଇଁ ଭୁଲିବେ ନାହିଁ। ଏବେ ଆମର ପ୍ରସ୍ତୁତ ହୋଇଗଲା ସମ୍ପୂର୍ଣ୍ଣ ତେଲ ଝାଳ। ତ ପୁରା ଭୋଜି ଷ୍ଟାଇଲରେ ତେଲ ଝାଳଟି ଆପଣ ଥରେ ନିଶ୍ଚୟ କରନ୍ତୁ, ଖାଆନ୍ତୁ ଓ ସମସ୍ତଙ୍କୁ ଖୁଆନ୍ତୁ, ଘର ପରିବାର ସମସ୍ତଙ୍କୁ। ତ ତାପରେ କମେଣ୍ଟରେ ଲେଖନ୍ତୁ ଆପଣଙ୍କୁ କେମିତି ଲାଗିଲା ତେଲ ଝାଳଟି। ଆଉ ନିଶ୍ଚୟ କମେଣ୍ଟଟି କରିଦେବେ। ଆଉ ନିଶ୍ଚୟ ସବସ୍କ୍ରାଇବ୍ଟି ପ୍ଲିଜ୍ କରିଦେବେ, ଲାଇକ୍ଟେ କରିଦେବେ।